জন্ম ন জানি কে মৃত্যুবরণ করেছে। আচ্ছা এই বিষয়টি জড়িয়ে পদ কইবি আপন টিকে মন দেই বিষয়টি টিকে শুনিবে মা ঠিক আছে ঠিক আছে আজি রসপতি জগতে জগৎজননী মাঙ্কু জড়িয়ে পদ ডাকিবি আমার সমস্ত টিকে পরিগণিত করিবে মা তাই আমার সেটা টিকে আনিল महाप्रभु आना महाप्रभु नहीं नहीं झुल्लो ना महाप्रभु ठीक है हेलो आज रास्ता धर सुतालो माघनो मिनंदी रास्ता धर सुतालो माघनो मिनंदी
আজি দর্শক বন্ধু জগতর পিতা ব্রহ্মদেব ন জানি আজ্ঞা জনে জনে নুহ ଦି ଜଣ ମୃତ୍ୟୁବରଣ କରିଛନ୍ତି। ସେମାନେ କି ବ୍ରହ୍ମା ଲାଗି କିଏ ସେ ଜନ୍ମ ହୋଇଛନ୍ତି? ବ୍ରହ୍ମା ନ ଜାଣି କିଏ ସେ ଜନ୍ମ ହୋଇଛି। ଠିକ 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 ହେଲେ ଆଜି ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବ୍ରହ୍ମା ଏ ଦୁନିଆକୁ ସୃଷ୍ଟି କରିଥିଲେ। ବିଷ୍ଣୁ ଏ ସଂସାରଟାକୁ ପାଳନ କରିଥିଲେ। ପାଳନ କଲେ ଆଉ ଶିବ ଶଙ୍କର ଦୁଷ୍ଟ ମାନଙ୍କୁ ସଂହାର କରିଥିଲେ। ଆଜ୍ଞା ସେଇ ଜଗତ ପିତା ବ୍ରହ୍ମା ନ ଜାଣି କିଏ ସେ ଜନ୍ମ ହୋଇଛି। ମହାପ୍ରଳୟ ହେଇଯାଇଥିଲା। ଯେତେବେଳେ ମହାପ୍ରଳୟ ହେଇଥିଲା ପଟ୍ଟପୁଟରେ ନିରାକାର ଶୟନ କରିଥିଲେ। ଅନନ୍ତ ଶିବ ନାମକ ଜଣେ ନିରାକାର ଯେ କି ଅନନ୍ତ ନାମକ ବିଷ୍ଣୁ ସେ ଶୟନ କରିଥିଲେ। ଧବଳାଙ୍ଗୀ ଯେ କି ସରସ୍ୱତୀ ମା ଲକ୍ଷ୍ମୀ ପାଦ ମଞ୍ଜାଣୁଥିଲେ। ମା ସରସ୍ୱତୀ
କରଦଣ୍ଡର ବୀଣାକୁ ବାହି ବାଧ୍ୟ କରୁଥିଲେ। ହଁ ହଁ ଯେତେବେଳେ ଭଗବାନଙ୍କର କିଛି ଚିନ୍ତା ହେଲା, କଣ କଣ ଚିନ୍ତା ଜାଗ୍ରତ ହେଲା? ନିରାକାର ବିଷ୍ଣୁ ଚିନ୍ତା କଲେ ଯେ କିପରି ସୃଷ୍ଟି ସର୍ଜନା କରିବା, ସୃଷ୍ଟିଟାକୁ ସର୍ଜନା କରିବା। ଯେତେବେଳେ ବିଷ୍ଣୁ ମନରେ ଚିନ୍ତା କଲେ, ଅଙ୍ଗମଣି କର୍ଣ୍ଣରୁ ମଣିକୁ ମନ୍ଥି ଆଣି, ମଣିକୁ ମନ୍ଥି ଆଣି ଆଜ୍ଞା ଦିଟା ଅସୁରକୁ ଜନ୍ମ ଦେଲେ। ତାର ନାମ ଦୁଇଟା ଅସୁରକୁ ଜନ୍ମ ଦେଲେ। ତାର ନାମ ହେଲା ମଧୁ ଆଉ କୈଠବ। ମଧୁ କୈଠବ କଣ କଲେ? ଉତ୍ପାତ ରଚନା କଲେ। ଉତ୍ପାତ ରଚନା କଲେ ଆଜ୍ଞା ଲକ୍ଷ୍ମୀ ସରସ୍ୱତୀଙ୍କର ରୂପକୁ ଦେଖି କାମ ମାନେ ସିଏ ଦଣ୍ଡିତ ହେଇଗଲେ। ଆଜ୍ଞା ବହୁତ ତାଙ୍କର ଦୁଷ୍ଟତା ବଢିବାରେ ଲାଗିଲା। ଭଗବାନ ମନରେ ଚିନ୍ତା କଲେ ଏପରି ଦୁଷ୍ଟ ରହିବା ଏ ସଂସାରରେ ଠିକ ନୁହଁ, ଏପରି ଦୁଷ୍ଟ ରହିବା ସଂସାରରେ ଠିକ ନୁହଁ। ତେଣୁକରି ପାଳନକର୍ତ୍ତା ବିଷ୍ଣୁ କଣ କଲେ? ଆଜ୍ଞା ବିନାଶ କରିଦେଲେ। ବିନାଶ କରି କଣ କଲେ? ଆଜ୍ଞା ତାଙ୍କର ପିଣ୍ଡକୁ ମେଦାମେଦି କରି ପ୍ରଳୟ ଜଳରେ ଭସେଇ ଦେଲେ। ଯେତେବେଳେ ପ୍ରଳୟ ଜଳରେ ଭସେଇ ଦେଲେ ତାର ନାମ କଣ ହେଲା? ମେଦିନୀ। ମେଦାମେଦି କରିଥିବାରୁ ବିଷ୍ଣୁଙ୍କର ନାମ ଅନୁସାରେ ମେଦିନୀ ବୋଲି ହେଲା। ମେଦିନୀ ଯାହାକୁ ଆମେ ପୃଥିବୀ ବୋଲି କହୁଛେ। ଆଜ୍ଞା ମାନେ ଟିକେ ଲକ୍ଷ୍ୟ କରନ୍ତୁ ପୁରାଣର ମର୍ମକୁ। ଜଗତ ପିତା ବ୍ରହ୍ମାଣ୍ଡ ଜାଣି ଜନ୍ମ ହେଇଥିଲେ ଦିଟା ଅସୁର, ମଧୁ ଆଉ କୈଠବ। ଆଚ୍ଛା ଯମ ନ ଜାଣି କିଏ ମରିଛି? ଯମ ନ ଜାଣି କିଏ ମରିଛି? ସେଇ ମଧୁ କୈଠବ ନିକଟକୁ ଚାଲିଯିବା। ସେଇ ମଧୁ କୈଠବ ନିକଟକୁ ଚାଲିଯିବା। ଆଜ୍ଞା ସଂସାର ତ ତିଆରି ହେଇନଥିଲା, ମହାପ୍ରଳୟ ହୋଇଥିଲା। ବିଷ୍ଣୁ ସେତେବେଳେ ଆଜ୍ଞା ସୃଷ୍ଟିକୁ ତିଆରି କରିବା ପାଇଁ ମନରେ ଚିନ୍ତା କରିଥିଲେ। ସେଇ ମଧୁ କୈଠବକୁ ବିନାଶ କରିଥିଲେ। ସେତେବେଳେ ଯମ କୋଉଠୁ ଆସିଲେ? ଯମ ମଧ୍ୟ ଜନ୍ମ ହୋଇନଥିଲେ। ତେଣୁକରି ମଧୁ କୈଠବକୁ ଯମ ନ ଜାଣି ମଧୁ କୈଠବ ମୃତ୍ୟୁବରଣ କରିଥିଲେ। ବିଷ୍ଣୁ ହସ୍ତରେ ମୃତ୍ୟୁବରଣ କରିଛନ୍ତି। ବ୍ରହ୍ମାଣ୍ଡ ଜାଣି ମଧୁ କୈଠବ ଜନ୍ମ ହେଇଛନ୍ତି, ଆଉ ଯମ ନ ଜାଣି ମଧୁ କୈଠବ ମରିଛନ୍ତି। ହେଲା ବାବା? ଠିକ ଅଛି। ବିଶ୍ୱ ଟିକେ ଯିବା।